ଜୟଗୁର୍। ଇଷ୍ଟବୃତ୍ତି ଭାବ ସମୁଦ୍ରରେ ପ୍ରବାଳ ଦ୍ୱୀପ ସ୍ୱରୂପ। ଏହାର ଅର୍ଥ ହେଉଛି ତୁମର ଜୀବନ ସମୁଦ୍ରରେ ବା ଏହି ହେବାର ସମୁଦ୍ରରେ ଇଷ୍ଟବୃତ୍ତି ପ୍ରବାଳ ଦ୍ୱୀପ ସ୍ୱରୂପ, ଯାହାକୁ ଭିତ୍ତି କରି ସପାରିପାର୍ଶ୍ୱିକ ତୁମର ଜୀବନ ଜଗତକୁ ଏପରି ଭାବେ ବିନାୟିତ କରିପାର ଯେପରି ସେହି ପ୍ରବାଳ ଦ୍ୱୀପ ପ୍ରକୃଷ୍ଟ ବ୍ୟାପ୍ତିରେ ବିରାଟ ହୋଇ ଉଠିପାରେ। ଇଷ୍ଟାନୁଗ ଅନୁଚଳନ ତତ୍ପର ହୋଇ ତଦନୁଗ ଆତ୍ମବିନୟନ ନେଇ ଆଉ ଯେତେ ହିଁ ଝାମେଲା ଆସୁ, ଝଞ୍ଝଟର ଝାପ୍ଟା ଯେଉଁଭଳି ପ୍ରବାହିତ ହେଉ ତୁମ ଉପର ଦେଇ, ଆଗନ୍ତୁକ ପ୍ରବାହ ନେଇ ଦେଖିବ ସେଇ ସକ୍ରିୟ ବାସ୍ତବ ଅର୍ଘ୍ୟ ଅନୁଚର୍ଯ୍ୟାରେ ଭିତର ଦେଇ ତୁମେ ଏପରି ଭାବେ ସ୍ତମ୍ଭ ଭଳି ଠିଆ ହୋଇପାରିବ ଯେପରି ସେଗୁଡ଼ିକ କିଛି ହିଁ କରିପାରିବନି ତୁମର। ପ୍ରତି ପଦେ ନିରାକରଣରେ, ନିରୋଧ ଓ ନିୟନ୍ତ୍ରଣରେ ବରଂ ସେଗୁଡ଼ିକୁ ବିନାୟିତ କରି ଶୁଭପ୍ରସୂ ହିଁ କରି ତୋଳିପାରିବ। ଆଉ ଦେଖିବ, ଯେଉଁମାନେ ତାହା କରନ୍ତିନି, ନିଖୁଣ ଭାବେ ଶ୍ରଦ୍ଧା ଉଚ୍ଚାରଣୀ ସାଂସ୍କୃତିକ ସୁଚିତା ନେଇ ସେମାନେ ହୁଏତ ଝଡ଼ର କୁଟା ଭଳି କେଉଁଠି ବିକ୍ଷିପ୍ତ ହୋଇ ବିଧ୍ୱସ୍ତିରେ ନାନାବସ୍ଥାପ୍ରାପ୍ତ ବା ଅବସାନ ହୋଇ ଚାଲିବେ ତାର ଇୟତ୍ତା ହିଁ ନାହିଁ। ତେଣୁ କୁହେ, ଦୃଢ଼ ଭାବେ ହିଁ କୁହେ, ଯାହା ହିଁ କର ଆଉ ତାହା ହିଁ କର ନିଖୁଣ ସାଂସ୍କୃତିକ ସୁଚିତା ନେଇ, ବିନା ସର୍ତ୍ତରେ, ବିନା କୈଫିୟତରେ, ବିନା ହିସାବ ନିକାଶରେ, ଶୋଧଛଳ ସ୍ୱତଃ ସ୍ୱଚ୍ଛ ଆକୁତି ନେଇ, ଅନ୍ତର ଉତ୍ସର୍ଜନାରେ ସେଇ ଇଷ୍ଟବୃତ୍ତି ପ୍ରତ୍ୟହ ନିର୍ବାହ କରି ଚାଲ। ସ୍ୱସ୍ତିର ଶାନ୍ତି ଜଳ କ୍ଷେପଣ କରି କରି ସେଇଟା ତୁମର ଦୈନନ୍ଦିନ ମଙ୍ଗଳ ଯଜ୍ଞ। ଠିକ୍ ଜାଣ, ଯେଉଁମାନେ ସେଥିରୁ ତୁମକୁ ନିବୃତ୍ତ କରନ୍ତି, ସେମାନେ ଯେଉଁଭଳି ହିଁ ଶ୍ରଦ୍ଧାର ପାତ୍ର ହୁଅନ୍ତୁ ନା କାହିଁକି, ଅଜ୍ଞତାବଶତଃ ସେମାନେ ଶତ୍ରୁତା ହିଁ କରିଥାନ୍ତି। ବଜ୍ର ଭଳି ଭୟାଲ ସେମାନେ ତୁମ ଜୀବନରେ। ସେଥିପାଇଁ ବାରମ୍ବାର କୁହନ୍ତି ଶ୍ରୀ ଶ୍ରୀ ଠାକୁର, ଆମମାନଙ୍କୁ ପ୍ରତିଦିନ ଇଷ୍ଟବୃତ୍ତି କରିବାକୁ ହେବ। ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ୱଚ୍ଛ ହୋଇ ଇଷ୍ଟବୃତ୍ତି କରିବା ନିହାତି ଆବଶ୍ୟକ। ସୁତରାଂ ମହାସମୁଦ୍ରରେ ପ୍ରବାଳ ଦ୍ୱୀପ ଯେପରି ବିପଦ ଆପଦରେ ଆଶ୍ରୟସ୍ଥଳ ହୋଇଥାଏ, ଇଷ୍ଟବୃତ୍ତି ସେହିପରି ଜୀବନ ସମୁଦ୍ରରେ ରକ୍ଷାର ଆଶ୍ରୟସ୍ଥଳ। ଯେତେ ଆପଣାର ଯିଏ ହେଉନା କାହିଁକି, ଇଷ୍ଟବୃତ୍ତିରୁ ବିରତ କରିବେ ଯିଏ, ସେ ଜୀବନର ଆଶ୍ରୟସ୍ଥଳୀକୁ ନଷ୍ଟ କରି ଦେଉଛନ୍ତି ବୋଲି ଜାଣିବାକୁ ହେବ। ଶ୍ରୀ ଶ୍ରୀ ଠାକୁରଙ୍କ ଉପରୋକ୍ତ ବାଣୀଟିର ପ୍ରତ୍ୟେକ ପଂକ୍ତିକୁ ବିଶ୍ଳେଷଣ ସହକାରେ ମନେ ରଖିବାକୁ ହେବ। ବହୁତ ବହୁତ ଧନ୍ୟବାଦ। ଜୟଗୁରୁ।